नमस्कार दर्शक बंधु, आज हूँ 7 सेप्टेम्बर शनिवार 2024 मसीहा भाद्रव मास शुक्ल पक्ष सिंह 23 दिन। आज निषेध खाद्य ହେଉଛି ମୂଳା ଏବଂ ଅପରାହ୍ନ 5:26 पर ବେଲ। ତେଣୁକରି ଏହି ଦୁଇଟି ଖାଦ୍ୟ ଆଜି ଆମେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ 12 ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଦୂରଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ଆଜି ଆପଣଙ୍କର କୌଣସି ଜିନିଷ ହଜିଯାଇପାରେ। ସନ୍ତତିଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 1। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଦେହ ମନ ସୁସ୍ଥ ରହିବ। ଜମି କିମ୍ବା ଭୂମିକୁ ନେଇ ବିବାଦ ଥିଲେ ତାହା ଦୂର ହେବ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି। ଶିକ୍ଷା, ବ୍ୟାଙ୍କ, ବୀମା, ଫାଇନାନ୍ସ ଇତ୍ୟାଦି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିଛି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 6। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ ବକେୟା ଅର୍ଥ ପ୍ରାପ୍ତ କରିବେ। ଦୂରଯାତ୍ରା ଯୋଗ ରହିଛି। ଶାଶୁ ବୋହୂଙ୍କ ମଧ୍ୟରେ ତିକ୍ତତା ଦେଖାଦେଇପାରେ। ଧନ, ଅର୍ଥ ଓ ସମ୍ମାନ ଆଜି ଆପଣ ପ୍ରାପ୍ତ କରିବେ। ସନ୍ତାନ ହେତୁକ ଶୁଭ ଫଳ ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ। ବହୁତ ଦିନର ଇଚ୍ଛା ଓ ଅଭିଳାଷକୁ ପୂର୍ଣ୍ଣ କରିବେ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 3। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ କ୍ଷେତ୍ରରେ ମତଭେଦ ଦେଖାଦେଇପାରେ। କର୍ମକ୍ଷେତ୍ର ଆପଣଙ୍କ ପାଇଁ ଭଲ ରହିବ। ଆଜି ଆପଣ ସୁସ୍ୱାଦୁ ଭୋଜନ ଗ୍ରହଣ କରିପାରନ୍ତି। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 2। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ତଳ ପାଦରେ ଓ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିବେ। ଏସିଡିଟି ବଢ଼ିବା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ। ବୟସ୍କ ବ୍ୟକ୍ତିଙ୍କଠାରେ ଡାଇବେଟିସ୍ ଭଳି ସମସ୍ୟା ଦେଖାଦେଇପାରେ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 1। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ କୌଣସି ବ୍ୟକ୍ତିଙ୍କଠାରୁ ସାହାଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ମନାନ୍ତର ଦେଖାଦେଇପାରେ। ଜଗି ରଖି ଚଳନ୍ତୁ। ଶରୀରରେ ଥଣ୍ଡା, କଫ କିମ୍ବା ଶ୍ୱାସଜନିତ ସମସ୍ୟା ଦେଖାଦେଇପାରେ। ଦାମ୍ପତ୍ୟ ଜୀବନର ସ୍ଥିତି ମଧ୍ୟମ ରହିବ। ଦୂରଯାତ୍ରା ଯୋଗ ରହିଛି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 5। ତୁଳା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ ଅନ୍ୟମାନଙ୍କ ଠାରୁ ଅର୍ଥରାଶି ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଆଜି କୌଣସି ଦ୍ରବ୍ୟ ଆପଣଙ୍କର ହସ୍ତଗତ ହେବ। ପୂର୍ବରୁ ପଡ଼ୋଶୀଙ୍କ ସହିତ ତିକ୍ତତା ଥିଲେ ତାହା ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଖୁସି ଅନୁଭବ କରିବେ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 4। ବିଛା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଭାଇ କିମ୍ବା ଭଉଣୀଙ୍କ ସହିତ ଝଗଡ଼ା ଦେଖାଦେଇପାରେ। ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟୁନାହିଁ। ପାରିବାରିକ ଜୀବନରେ ଛୋଟ ଛୋଟ କଥାକୁ ନେଇ ଧୈର୍ଯ୍ୟହରା ହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି। ତେଣୁକରି ଜଗି ରଖି ଚଳନ୍ତୁ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 3। ଧନୁ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ କର୍ମଚାପ ବଢ଼ିଯାଇପାରେ। ମାଆଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହେବେ। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 3। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦୂରଯାତ୍ରା କଲେ ଶୁଭ ଫଳ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ମାର୍ଗ ପ୍ରଶସ୍ତ ହେବ। ଅଣ୍ଟା, ପିଠି
ମେରୁଦଣ୍ଡ ଆଦି ଜାଗାରେ ସମସ୍ୟା ଦେଖାଦେଇପାରେ। ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 8। କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ସଭା ସମିତି ଆନୁଷ୍ଠାନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ନୃତ୍ୟ ସଙ୍ଗୀତ ପ୍ରତି ଆଜି ଆପଣ ଆକର୍ଷିତ ହୋଇପାରନ୍ତି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 6। ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। କୌଣସି ଦ୍ରବ୍ୟ ହଜି ଯାଇଥିଲେ ତାହା ପ୍ରାପ୍ତ କରିବେ। ପୂର୍ବରୁ ପରିବାରରେ ମତ ପାର୍ଥକ୍ୟ ଥିଲେ ତାହା ଦୂର ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ କରିପାରନ୍ତି। ଆର୍ଥ ରାଶି ପ୍ରାପ୍ତ ହୋଇପାରେ। ପାରିବାରିକ ଗହଣରେ ଦିନଟି ସୁଖରେ ଅତିବାହିତ କରିବେ। ଦୂରଯାତ୍ରା ଯୋଗ ଥିବାରୁ ଦୂରଯାତ୍ରା କରିପାରନ୍ତି। ଦିନଟି ଆପଣଙ୍କ ପାଇଁ ଶୁଭ ରହିଛି। ଆଜି ପାଇଁ ଆପଣଙ୍କର ଶୁଭ ସଂଖ୍ୟା ହେଉଛି 3।